ଏ କେମିତିକା ବନ୍ଧନ! ବିବାହ ଅଭିନନ୍ଦନର ସମସ୍ତ ଗିଫ୍ଟ ଖୋଲୁଥିବା ସମୟରେ ଏକ ମଖମଲ ଜରି ଲଗା ଗିଫ୍ଟ ଉପରେ ଥିବା ନାଁ ଉପରେ ମୋର ନଜର ରହିଗଲା। ସେଥିରେ ଲେଖାଥିଲା ଆପଣାର ଜୀବନ। ଦୁନିଆ ନଜରରେ ମୁଁ ଶିବଚରଣ ମହାପାତ୍ର, କିନ୍ତୁ ଜୀବନ ନାଁଟି କେବଳ ଜଣେ ହିଁ ତ ମୋତେ ଡାକୁଥିଲେ। ତେବେ କ'ଣ ମୋ ବିବାହରେ ସେ ଆସିଥିଲେ, ନା ଏ ଗିଫ୍ଟ ଆଉ କାହା ହାତରେ ଆସିଥିଲା? ଉତ୍କଣ୍ଠାର ସହିତ ସେ ଗିଫ୍ଟଟି ଖୋଲିବାକୁ ଯାଉ ଯାଉ ହାତ ମୋର ଅଟକିଗଲା। ସଦ୍ୟ ନବ ବିବାହିତା ମୋ ଧର୍ମପତ୍ନୀଙ୍କ ନଜର ଆଢ଼ୁଆଳରେ ପ୍ରଥମେ ସେ ଷ୍ଟିକରଟିକୁ ହଟେଇ ନେଇ ଚୁପଚାପ ଗିଫ୍ଟଟିକୁ ଆମ ଘର ପୁରୁଣା ଆଲମାରୀ ଭିତରେ ରଖିଦେଲି। ଆଉ ମୋ ଅନିଚ୍ଛା ସତ୍ତ୍ୱେ ଅଜାଣତରେ ଫେରିଗଲି କଲେଜର ପ୍ରଥମ ଦିନକୁ। ମନରେ ଅନେକ ଆଶା ଆକାଂକ୍ଷା ଉଦ୍ଦୀପନା ନେଇ ପ୍ରବେଶ କରିଥିଲା ଧରଣୀଧର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ। ମୁଖ୍ୟ ଫାଟକ ପ୍ରବେଶ କରୁ କରୁ ଦକ୍ଷିଣ ପାର୍ଶ୍ୱରେ ଥିବା ବାଇକ୍ ଷ୍ଟାଣ୍ଡରୁ ଦଳେ ପିଲା ଡାକିଲେ, ଏଇ ଫ୍ରେଶର, ରେଡ୍ ସାର୍ଟ ବ୍ଲାକ୍ ପ୍ୟାଣ୍ଟ। ମୁଁ ବୁଝିଗଲି ଏ ଡାକରା ମୋ ପାଇଁ ଆସିଥିଲା, କାରଣ ଏତେ ବଡ଼ କଲେଜରେ କେବଳ ମୁଁ ହିଁ ଏକା ନାଲି ଫୁଲ ସାର୍ଟକୁ କଳା ପ୍ୟାଣ୍ଟ ସହିତ ବ୍ଲାକ୍ ଫୁଲ୍ ସୁଜ୍ ପିନ୍ଧି ପ୍ରବେଶ କରିଥିଲି। ମୁଁ କହିଲି, ଭାଇ ମୋତେ ଡାକିଲେ କି? ନା, ସେଇ ଖୁଣ୍ଟ କୁହା ହା ହା ହା। ସମସ୍ତେ ହସି ଉଠିଲେ। ମୁଁ ଚୁପଚାପ ତାଙ୍କ ପାଖରେ ଯାଇ ଠିଆ ହୋଇଗଲି। ଜଣେ କହିଲେ, ନା, ଶିବଚରଣ ମହାପାତ୍ର ଆଉ ତ ପାର୍ବତୀଙ୍କୁ କୁଆଡ଼େ ଛାଡ଼ିଲୁ? ପୁଣି ହସ, ହି ହି ହି, ହା ହା, ହେ ହେ। ତୋ ଘର? ହରିଚନ୍ଦନପୁର। ଓକେ, ଶୁଣ, ଗୋଟିଏ କାମ କର, ଆଉ କ୍ଲାସ୍ କରିବାକୁ ଯା। ମୁଁ ତାଙ୍କୁ ପ୍ରଶ୍ନଭରା ଚାହାଣୀରେ ଚାହିଁ ରହିଲି। କଲେଜରେ ପୁଣି କି କାମ? ଶୁଣ, ସେଇ ଯେଉଁ ଲେଡି ବାର୍ଡ ସାଇକେଲ ଅଛି ପିଙ୍କ କଲର, ତୁ ଯା, ତା ଚକରୁ ପ୍ରେସର ଖୋଲିଦେବୁ। ମୁଁ ଆଶ୍ଚର୍ଯ୍ୟ ହେଇ ତାଙ୍କୁ ପୁଣି ଆଉଥରେ ଚାହିଁ ରହିଲି। ମୁଁ କ'ଣ ପାଇଁ ସେ ଝିଅର ସାଇକେଲ ଚକରୁ ପ୍ରେସର ଖୋଲିବି? ସେମାନେ ପୁଣି ଥରେ ମୋତେ ଧମକ ଦେଇ କହିଲେ, ଏଇ ବାର ଲାଇଟ୍, ଯାଉଛୁ ନା ଦେଖିବୁ। ମୋ ମୁଣ୍ଡକୁ ତ ପିତ ଚଢ଼ିଗଲା। ଇଚ୍ଛା ହେଉଥିଲା ତାଙ୍କୁ ସବୁ ସେଇଠି ଘୋଷାଡ଼ି ଘୋଷାଡ଼ି ପିଟିବାକୁ, କିନ୍ତୁ କଲେଜରେ ପ୍ରଥମ ଦିନରୁ କାହା ସହିତ ଶତ୍ରୁତା କରିବା ପାଇଁ ଇଚ୍ଛା ନଥିଲା। ମୁଁ ଆଗେ ଦିନ ଛାତ୍ର ପରି ଯାଇ ସେ ସାଇକେଲରୁ ପ୍ରେସର ଖୋଲି ପୁଣି ଥରେ ତାଙ୍କ ପାଖକୁ ଗଲି। ସେମାନେ କହିଲେ, ସବୁଦିନ ମୁଣ୍ଡ ଗାଡ଼ି ଚାଲିବୁ, ଆଉ ଏ ରଙ୍ଗୀନ ଡ୍ରେସ୍ ଜଲ୍ଦି ଚେଞ୍ଜ କର, ଏବେ ଯାଅ। ମୁଁ ମୁଣ୍ଡ ପୋତି ସେଠାରୁ ଚାଲି ଆସିଲି। କ୍ଲାସ୍ ଯିବା ପାଇଁ ଇଚ୍ଛା ହେଲାନି, ତେଣୁ ସାଇକେଲ ଷ୍ଟାଣ୍ଡର ଅନତି ଦୂରରେ ଥିବା କ୍ୟାଣ୍ଟିନରେ ବସି ସେ ସାଇକେଲ ବାଲିକୁ ଅପେକ୍ଷା କରି ରହିଲି। ବହୁତ ସମୟ ପରେ କ୍ଲାସ୍ ଓଭର ହେଲା। ସବୁ ପିଲାମାନେ ଆସି ନିଜ ନିଜ ବାଇକ୍ ସାଇକେଲ ଯୋଗେ ବାହାରକୁ ବାହାରିଗଲେ। ହଠାତ୍ ଦେଖିଲି ବହୁତ ସୁନ୍ଦର ଝିଅଟିଏ ତାଙ୍କ ସାଙ୍ଗମାନଙ୍କ ସହିତ ହସି ହସି ଆସି ସେଇ ସାଇକେଲ ପାଖରେ ପହଞ୍ଚିଲା। ସେ ଝିଅକୁ ଦେଖି ଲାଗିଲା ଉପରବାଲା ୟାକୁ କେବଳ ମୋ ପାଇଁ ତିଆରି କରିଛି। କହନ୍ତିନି, ଲଭ୍ ଆଟ୍ ଫାର୍ଷ୍ଟ ସାଇଜ୍, ମୋର ସେଇଟା ସେଇଠି ହେଇଗଲା। ସେ ଝିଅଟି ସାଇକେଲର ଲକ୍ ଖୋଲୁ ଖୋଲୁ ଦେଖିଲା କି ଦୁଇଟି ଯାକ ଚକରେ ପ୍ରେସର ନାହିଁ। ତାର ସବୁ ସାଙ୍ଗସାଥି ଏକାଠି ହୋଇ କ'ଣ ସବୁ କଥା ହେଲେ, ଆଉ ସାଇକେଲକୁ ଗଡ଼େଇ ଗଡ଼େଇ ବାହାରି ଆସିଲେ। ମୁଁ ମଧ୍ୟ ତାଙ୍କ ପଛେ ପଛେ ବାହାରକୁ ବାହାରିଗଲି। ସେମାନେ କଲେଜ ବାହାରେ ଥିବା ଛକ ପାଖରେ ସାଇକେଲ ଷ୍ଟାଣ୍ଡକୁ ଯାଇ ପ୍ରେସର ଦେବା ପାଇଁ କହିଲେ। ଦୋକାନୀଟି ବ୍ୟସ୍ତ ଥିବା ବେଳେ ମୁଁ ଯାଇ ପହଞ୍ଚି କହିଲି, ଆପଣ ଧରନ୍ତୁ, ମୁଁ ପ୍ରେସର ଦେଇଦେଉଛି। ସେ ସାଇକେଲ ଚକରେ ପ୍ରେସର ପାଇପ୍ ଧରିଲେ। ମୁଁ ପ୍ରେସର ଦେଇଦେଲି। ମୋତେ ଯେମିତି ଲାଗୁଥିଲା ମୁଁ 1980 ଲଭ୍ ଷ୍ଟୋରି ଫିଲ୍ମର ହିରୋ ଆଉ ସେ ମୋ ହିରୋଇନ୍। ଏତେ କମ୍ ସମୟରେ ଦୁଇଟି ଯାକ ଚକରେ ପ୍ରେସର ଦେଇଦେଲି ଜାଣିପାରିଲିନି। ସେ ଥ୍ୟାଙ୍କ୍ସ କହି ଯିବାକୁ ବାହାରିଲା ବେଳେ ମୁଁ କହିଲି, ଆଇ ଆମ୍ ସରି, ମୁଁ ହିଁ ଆପଣଙ୍କ ସାଇକେଲର ପ୍ରେସର ଛାଡ଼ିଥିଲି। ଏତିକି କହିସାରିଛି କି ନାହିଁ, ବାପ୍ରେ, ଯେମିତି ଆତଙ୍କବାଦୀଙ୍କ ଆକ୍ରମଣର ଶିକାର ହେଇଗଲି ମୁଁ। ଗାଳି ଉପରେ ଗାଳି, ଗାଳି ଗାଳି ଉପରେ ଗାଳି। ତୁମର କ'ଣ ମା ଭଉଣୀ ନାହାନ୍ତି? ତୁମ ବାପା ମା ତୁମକୁ ଏଇ ଶିକ୍ଷା ଦେଇଛନ୍ତି? ଇତ୍ୟାଦି ଇତ୍ୟାଦି। ମୁଁ କିନ୍ତୁ କିଛି ଶୁଣିପାରୁନଥାଏ। ହାୟ କି ଚେହେରା ଆବେ! ଭଗବାନ ମଧ୍ୟ ତିଆରି କରିସାରିବା ପରେ ପାଗଳ ହେଇ ସେ ଛାଞ୍ଚ ଭାଙ୍ଗି ଦେଇଥିବେ, ଯେମିତି ଆଉ ଦ୍ୱିତୀୟ ଏତେ ସୁନ୍ଦରୀ ଅପ୍ସରୀ ନାରୀ ଏ ଧରାଧାମରେ ତିଆରି ନ ହେଉ। ସେ ଯେତେ ରାଗୁଥାଏ ମୋତେ ଆହୁରି କ୍ୟୁଟ୍ ଲାଗୁଥାଏ। ମୁଁ ତାଙ୍କୁ ଦେଖି କେବଳ ହସୁଥାଏ। ସେ ପୁଣି କହିଲେ, ତୁମ ମୁହଁରେ ଲାଜ ଅଛି ନା ନାହିଁ? ଏମିତି ମେଣ୍ଢାଙ୍କ ପରି କ'ଣ ଦାନ୍ତ ଦେଖେଇ ଅନେଇଛ? ଏକ ତ ଭୁଲ କରୁଛ, ତଥାପି ହସୁଛ। ମୁଁ କହିଲି, ମୋ କଥା ଟିକିଏ ଶୁଣନ୍ତୁ। ମୁଁ ପ୍ରେସର ଛାଡ଼ିଛି, ଏ କଥାଟି ସତ, କିନ୍ତୁ ମୁଁ ମୋ ଇଚ୍ଛାରେ ଛାଡ଼ିନି। ସେଇଠି ବସିଥିବା ପିଲାମାନେ ବାଧ୍ୟ କରି ମୋତେ ସେମିତି କରାଇଲେ। ଏକଥା ଶୁଣି ସେ ଟିକିଏ ମଉଳି ଗଲେ। କହିଲା, ଠିକ୍ ଅଛି, ତୁମେ ମୋ ସାମ୍ନାରୁ ଚାଲିଯାଅ। ମୁଁ ମୁଣ୍ଡ ପୋତି ସେଠାରୁ ଚାଲି ଆସିଲି।
प्रथम दिन में मोर क्लास सार और मैडम दुहे भल भाव नहीं गले। तापर दिन ठार नियमित भाव में मोर ओरिजिनल क्लास चलला। हेले से झीर साइकिल व्यतीत ता चेहरा मते केबे भी नजर आसु नथिला। एमिते अनेक दिन बीती जिया पर से साइकिल स्टैंड पाखरे हठात दिने पछरु किए डाकिला, एई प्रेशर। मु बुली देखे तो सेई झीटा। से कहिला कौन एकुटिया आउ तुमर सब सांग नांती? सांग सब हॉस्टल रे आ मु मामू घरे रही आसुची। एक्चुअली से दिन मोर तुमको एमिति रागिबार नथिला। मो घर को जाई खूब गिल्टी फील कली। सेथिपे ता परदिन सॉरी कहबाकू कॉलेज रे बहुत खोजिली, हेले पाइलिनी। केमिति पाइबी? तमे तमे हेला फ्रेशर, फर्स्ट ईयर आर्ट्स और मोर सेकंड ईयर साइंस, दुई नई दुई धार। से केमिति जानिले मो फ्रेशर बोली? से जहाँ भी हो तार यही साहित्यिक कथबार्ता मते ता प्रति एमिति चुंबक परि टाणी नहीं थिला। दुहे कथा हे कॉलेज बाहर को बाहरी आसीथिलु। से कहिला से दिनर घटना पई आई एम सॉरी। मु कहली ठीक अछि, इट्स ओके। दुखित तो मु छाड़ंतु, से जा हेउना काई कि आपण को तो पाखरु जानि पारिली। जानिले केतबळे आ ए आपण छाड़ी तुमे कहले मते भल लागिवो, तेबे जिबा। दुहे साइकिल जोगे किछि बाट साथी होई जिबा परे आग छक निज निज गंतव्य स्थल को बाहरी गलु। किछि संपर्क हुए तो झगड़ा ही आरंभ होइथाय, तेणु बेले बेले झगड़ाटा भल। एई जेमिति आम संपर्क हेले से दिन भी पचारि पारि नथिली ताका नाटा कोन, से केउठी रहे। राति ता कथा भाबी भाबी आ निद हैला नाही। मते लागुथिला मो जीवन रो सब किछि बोधे सेई झियटी। मु ता मजनू, से मो लैला। मु ता देव, दा से मो पारो। एमिति कोन भाबु भाबु राति पाई गला। जेमिति से दिन रातिटी खूब छोट हो गला। आउ मो भावना थिला बहुत लंबा। रात्रि अंतिम प्रहर विदाय नेउ नेउ मो आखिरे टिके निद भरीदेला। जो निदर स्वप्न रे से आसीथिला। मु खूब गपिली ता सहित, खूब बुलिली, बहुत किछि अभिमान भर अभियोग भी करिएली। से एडे बेदरदी अबुझा हेई पुणी चली गला। जेबे मोर निद भांगी गला मु पुणी तरतर हेई कॉलेज बाहरी गली। फाइनली आज ताको आउ टिके निकटरो जानिबार थिला। साइकिल स्टैंड रे पहुंची अपेक्षा करी थाए। मान जेमिति अपेक्षार गोटे गोटे सेकेंड मो पई शत शत वर्ष परि लागु थाए। घंटा घंटा अनवरत कोलाहल सृष्टि करी चली थाए। बास सेठी अटकी गला समयर गोलाकर गतिचक्र। से आसुथिला पिंक कलर साइकिल रे, गोलापी और कला सालुआर, कॉलेज ड्रेस कोड रे। पवन जेमिति ता घन कला केस छुई देई निशाग्रस्त हो जाउथिला। कॉलेज रास्ता दुई धार फूल माने ता सुंदरता आगे फिका पड़ जाउथिले। पागल भ्रमर गुड़िक तो ईर्षारे जली पड़ी पाउंस हो जाउथिले। आ मु हतबाग्नि रब निश्चल सेमिति चाहि रही थे। से आसिला स्टैंड रे साइकिल रखी क्लासरूम को चलीगला। आ मु सेठी सेमिति ठिया होइथिली जेमिति दारुभूत शुष्क काष्ठटिए पुणी प्रतीक्षित यात्रीटिए होई अपेक्षा कर रहिली तार क्लास शेष होबा जाए। दुर्भाग्यवशतः से दिन स्पोर्टिंग मीटिंग पई क्लास बातिल कर दिया गला। समस्ते ऑडिटोरियम आड़ को अग्रसर हेउथांती। मु मध्य आगे चलिली। हठात देखिली जे से सेपटे न जाई साइकिल स्टैंड आड़ को माड़ी आसुची। मु अटकी गली। कहली रही जा बेटा, आओ आगु को बढ़ ना। से मते देखि मुरुकी हसी कहिला, हाय फ्रेशर, एठी कोन करूछ? तुमे मीटिंग जाउन कि? कोन करिबी? शताब्दीर आरंभरू ए जाए तो मु तुमको ही अपेक्षा करिछि। अविराम अविचलित भाव में तुमको धरा देबा पई केबे तुमे आसीबो आउ तुम बाहुबंधन रे मते भिड़ी नेबो। एमिति कहबाकू इच्छा होतिला, हेले मन कथा मन तले रखि कहिली, सही कथा जदि मु तुमको पचारे तुमे याडे कुआडे? एक्चुअली मते मीटिंग फिटिंग रे बहुत बोर लगे, तेणु चली आसिली। एबे रूम को चली जीवी। ठीक अछि तेबे चल। मु भी रूम को बाहर थिली। दुहे साइकिल बाहर करी आगो को गड़े चलिलु। मु किछि कहिबा आगर से कहिले, अरे तुम नाटा कोन कहिलनि त? मने मने मु कहिली, केतेबेले पचारिल जे मु कहिबी? शिव, मु ज्योति। एमिति कथबार्ता धीरे धीरे आम दुहिंक भितर आउ टिके निबिड़ता सृष्टि करुथाए। आमे बहुत आगो को बढ़ी बढ़ी चलिलु। ता परदिन ठारू आइसक्रीम, चॉकलेट, बर्थडे गिफ्ट, मजा थट्टा इत्यादि आम भितर बढ़ी चलिला। से समयटा जेमिति मो जीवनर सबुठारु अधिक सुंदर, खुशीप्रद और रोमांचकर मुहूर्त थिला। परीक्षा शेष होगा पर मु आ विलंब करने को चाहू नथिली। से दिन खूब साहस करी कहली, ज्योति तुमको मोर किछि कहिबार अछि।
କାଲି ଟିକେ ପାର୍କରେ ଦେଖା କରିବ? ଠିକ୍ ଅଛି କହି ସେ ଚାଲିଗଲା। ପରଦିନ ସଜବାଜ ହୋଇ ଗୋଲାପ ଫୁଲତୋଡ଼ାଟିଏ ନେଇ ପାର୍କରେ ଆଗରୁ ପହଞ୍ଚି ଯାଇଥିଲି। ସେ ମଧ୍ୟ ଠିକ୍ ସମୟରେ ଆସି ପହଞ୍ଚିଗଲା। ତା ହସ ହସ ଚେହେରା ଦେଖି ମୁଁ ବୁଝିଗଲି ମୋତେ ଗ୍ରୀନ୍ ସିଗ୍ନାଲ ମିଳିଗଲା। ମୁଁ କହିଲି, ଜାଣିଛ ନା ଜ୍ୟୋତି, ମୁଁ ତୁମକୁ ଯେବେ ପ୍ରଥମେ ଦେଖିଲି ସେବେଠାରୁ ତୁମକୁ ପାଗଳ ପରି ଭଲ ପାଉଛି। ଏକଥା ମଧ୍ୟ ତୁମେ ଭଲ ଭାବରେ ଜାଣନ୍ତି କି? ଜାଣ, କିନ୍ତୁ ମୁଁ ତୁମ ମୁହଁରୁ ଏ ବିଷୟରେ ଶୁଣିବା ପାଇଁ ଚାହେଁ। ଆଇ ଲଭ୍ ୟୁ ଭେରି ମଚ୍ ଜ୍ୟୋତି। ଫୁଲତୋଡ଼ାଟି ବଢ଼ାଇ ଦେଲି। ସେ ବି ହସି ହସି ନେଇଗଲା ଆଉ କହିଲା, ମୋ ପ୍ରଶ୍ନର ଉତ୍ତର ଏଇ ଡାଏରୀରେ ଅଛି। ଡାଏରୀଟିଏ ବଢ଼େଇ ଦେଇ ସେ ଚାଲିଗଲା। ମୁଁ ଡାଏରୀ ଖୋଲି ଦେଖିଲି, ସେଥିରେ ଲେଖା ଥିଲା, ମୁଁ ତୁମକୁ ବହୁତ ଭଲ ପାଏ ବାବୁ। ତୁମେ ତ ମୋ ଜୀବନ। କିନ୍ତୁ ମୁଁ ତୁମକୁ ପ୍ରେମ କରିପାରିବି ନାହିଁ, କାରଣ ବନ୍ଧୁ ହୋଇ ରହିବାରେ ଯେଉଁ ଘନିଷ୍ଠତା ଅଛି, ପ୍ରେମୀ ହେବା ପରେ ତାହା ନିଶ୍ଚିତ ଭାବରେ କମ୍ ପଡ଼ିଯିବ। ଟିକିଏ ଟିକିଏ କଥାରେ ଦୁହେଁ ଦୁହିଁଙ୍କୁ ପ୍ରମାଣିତ କରିବା ପାଇଁ ଝଗଡ଼ା ଲାଗିବା, ପୁଣି ଏକାଠି ହେବା, ପୁଣି ଝଗଡ଼ା କରିବା, ବା ସେଇ ବନ୍ଧୁତା ହିଁ ସବୁଠାରୁ ଭଲ। ଏଥିରେ ତ ସବୁ କିଛି ଅଛି, ଯାହା ସବୁ ପ୍ରେମରେ ଅଛି। କେବଳ ଭଲ ପାଇବା ନା ଅଛି ନିଜ ଅଧିକାରକୁ ସାବ୍ୟସ୍ତ କରିବାର ସ୍ପୃହା, ନା ସଦିଚ୍ଛା ଅଛି? ତ କେବଳ ଭଲ ପାଇବା ହିଁ ଭଲ ପାଇବା। ଆସ ତୁମେ ମୋତେ ବୁଝିପାରିବ। ଗୋଟିଏ ମିନିଟରେ ମୋର ସବୁକିଛି ସ୍ୱପ୍ନ ଭାଙ୍ଗି ରୁଜି ଚୁରମାର ହୋଇ ଧୂଳିସାତ ହୋଇଗଲା। ସେଦିନ ଠାରୁ ମୁଁ ତା ସହିତ ସହଜ ହେବା ପାଇଁ ବହୁତ ଚେଷ୍ଟା କରିଛି, ହେଲେ ମନ ଏ ହୃଦୟକୁ ବୁଝେଇ ପାରିନି। ସେ ମୋ ସହିତ କିଛି ଦିନ ଠିକ୍ ଆଗ ପରି ମିଶିଥିଲା, କିନ୍ତୁ ମୋ ଗମ୍ଭୀରତା ଆଗରେ ବେଳେବେଳେ ସେ ହାର ମାନି ଏକୁଟିଆ ମନେ କରୁଥିଲା। ଆଉ ମୁଁ ଚାଲି ଆସିଥିଲି ସମ୍ପର୍କରେ ପ୍ରଶ୍ନଟିଏ ଛାଡ଼ି ଦେଇ। ଏ କେମିତିକା ବନ୍ଧନ? ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ ଏବଂ ମୋ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଥାନ୍ତୁ।